ସମସ୍ତଙ୍କୁ ନମସ୍କାର। ଶ୍ରୀ ଆମ୍ମା ଭଗବାନ ଶରଣମ୍। ଶ୍ରୀ ପରମଜ୍ୟୋତି ଭଗବତୀ ବରଦୀକ୍ଷା ମାଳା। ଏହି ବରଦୀକ୍ଷା ମାଳା କିପରି ଧାରଣ କରିବାକୁ ହେବ ବର୍ତ୍ତମାନ ଆପଣ ଶୁଣିବେ। ଶ୍ରୀ ପରମଜ୍ୟୋତି ଧର୍ମର 4ଟି ସଂକଳ୍ପ ଅଛି। ଇଚ୍ଛା ପୂର୍ତ୍ତି, ପରିବର୍ତ୍ତନ, ସ୍ୱାଧୀନତା ପ୍ରାପ୍ତି, ଜୀବନ ମୁକ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କର ଇଚ୍ଛା ପୂର୍ତ୍ତିର ସହଜ ଉପାୟ ଶ୍ରୀ ପରମଜ୍ୟୋତି ଭଗବତୀ ବରଦୀକ୍ଷା ମାଳା ଧାରଣ। ଇଚ୍ଛା ପୂରଣ କରିବା ମାଳା ହେଉଛି ଏହି ବରଦୀକ୍ଷା ମାଳା। ଯେଉଁମାନେ ଶ୍ରୀ ପରମଜ୍ୟୋତି ଭଗବତୀ ବରଦୀକ୍ଷା ମାଳା ଧାରଣ କରିବେ ସେମାନେ ଶ୍ରୀ ପରମଜ୍ୟୋତି ଭଗବତୀଙ୍କ ଠାରୁ ଇଚ୍ଛା ପୂର୍ତ୍ତିର ଉପହାର ପ୍ରାପ୍ତ କରିବେ। ପବିତ୍ର କାର୍ତ୍ତିକ ମାସରେ ଆପଣ ଏହି ମାଳା ଧାରଣ କରିପାରିବେ। ଭଗବତ ଧର୍ମରେ ନଭେମ୍ବର ମାସକୁ କୃତଜ୍ଞତା ମାସ ରୂପରେ ପାଳନ କରାଯାଏ। ତେଣୁ ଏହି ମାସରେ ମାଳା ଧାରଣ କଲେ ଆପଣ ବିଶେଷ ଆଶୀର୍ବାଦ ପ୍ରାପ୍ତ କରିବେ। ଶ୍ରୀ ପରମଜ୍ୟୋତି ଭଗବତୀଙ୍କ ଠାରୁ ଉପହାର ପ୍ରାପ୍ତ କରିବା ପାଇଁ ଆପଣ 21 ଦିନର ଅନ୍ତର୍ଗତ ଓ ବହିର୍ଗତ ସାଧନା କରିପାରିବେ। ଏହି ସାଧନା ଦ୍ୱାରା ଆପଣ ନିଜ ଭିତରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରିପାରିବେ। ଯଦି ଜଣେ ଜୀବନରେ ଚମତ୍କାରର ବର୍ଷା ହେବା ଦେଖିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିତ ଭାବେ ସେ ବରଦୀକ୍ଷା ମାଳା ଧାରଣ କରିବାର ଅଛି। ବର୍ତ୍ତମାନ ମୁଁ ଆପଣଙ୍କୁ ଗୋଟିଏ ଗଳ୍ପ କହୁଛି। ଜଣେ ବ୍ୟକ୍ତି ଜଙ୍ଗଲ ମଧ୍ୟରେ ଯାତ୍ରା କରୁଥିଲେ। ସେ କ୍ଳାନ୍ତ ହୋଇ ଏକ ଗଛ ମୂଳରେ ଶୋଇପଡ଼ିଲେ। ନିଦରୁ ଉଠିବା ପରେ ତାଙ୍କୁ ଶୋଷ ଲାଗିଲା। ଯେତେବେଳେ ସେ ନିଜକୁ ତୃଷ୍ଣାର୍ତ ବୋଲି ଭାବିଲେ ତାଙ୍କ ସାମ୍ନାରେ ଆଶ୍ଚର୍ଯ୍ୟ ଭାବେ ଜଳ ପ୍ରତ୍ୟକ୍ଷ ହେଲା। ତାପରେ ସେ ନିଜକୁ କ୍ଷୁଧାର୍ତ ବୋଲି ଭାବିଲେ ଏବଂ ତାଙ୍କ ସାମ୍ନାରେ ଖାଦ୍ୟ ପ୍ରତ୍ୟକ୍ଷ ହୋଇଗଲା। ଏହିପରି ସେ ଯାହା ଇଚ୍ଛା କଲେ ସବୁ ଇଚ୍ଛା ପୂରଣ ହେଲା, କାରଣ ସେ ଗୋଟିଏ କଳ୍ପବୃକ୍ଷ ମୂଳରେ ଶୋଇଥିଲେ। ସେହି କଳ୍ପବୃକ୍ଷକୁ ପ୍ରାପ୍ତ କରିବାକୁ ଚାହୁଁଛନ୍ତି କି? କଳ୍ପବୃକ୍ଷର ମଞ୍ଜି ଆପଣ ନିଜେ। ମଞ୍ଜିକୁ ମାଟିରେ ପୋତି ପାଣି ଦେବାକୁ ହେବ। ଭଲ ପରିବେଶରେ ଏବଂ ସୂର୍ଯ୍ୟାଲୋକରେ ରଖିବାକୁ ହେବ। ଠିକ୍ ସେହିପରି ଯେତେବେଳେ ଆପଣ ନିୟମ ଓ ସାଧନାକୁ ନିଷ୍ଠା ସହିତ କରିଚାଲିବେ ଆପଣଙ୍କ ମଞ୍ଜି ବୃକ୍ଷ ହେବା ପାଇଁ ନିଶ୍ଚୟ ସାହାଯ୍ୟ ହୋଇପାରିବ। ଆପଣଙ୍କୁ 21 ଦିନ ମାଳା ଧାରଣ କରି ଏହିସବୁ ନିୟମ ମାନିବାକୁ ହେବ। ପ୍ରତିଦିନ ସକାଳେ ଆପଣ 3 ଥର ମୂଳମନ୍ତ୍ର ଜପ କରି ଆପଣଙ୍କ ଘରେ ଶ୍ରୀମୂର୍ତ୍ତିଙ୍କୁ ଆଳତି କରନ୍ତୁ। ପାଦୁକା ସ୍ତୋତ୍ର ଜପ କରି ଫୁଲ ଓ ହଳଦୀ ଚାଉଳ ଦେଇ ଶ୍ରୀମୂର୍ତ୍ତି ବା ପାଦୁକାଙ୍କୁ ପୂଜା କରନ୍ତୁ। ଶ୍ରୀ ଆମ୍ମା ଭଗବାନଙ୍କର ଲକେଟ୍ ଯାହା ଆପଣ ଆପଣଙ୍କ ବରଦୀକ୍ଷା ମାଳା ରୂପରେ ପିନ୍ଧିଛନ୍ତି ସେହି ଲକେଟ୍କୁ 2 ଆଖିରେ ସ୍ପର୍ଶ କରି ସ୍ତୁତିଗାନ କରନ୍ତୁ। ଆପଣ ସମସ୍ତଙ୍କ ପ୍ରତି ସ୍ନେହଶୀଳ ଓ ଦୟାପରବଶ ହୁଅନ୍ତୁ। ଆପଣ କୌଣସି ବ୍ୟକ୍ତିଙ୍କୁ ବା ପ୍ରାଣୀଙ୍କୁ ଆଘାତ ଦେବେ ନାହିଁ। ଜଣଙ୍କ ଜୀବନରେ ପିତାମାତା ହେଉଛନ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି 21 ଦିନରେ ଆପଣ ପିତାମାତାଙ୍କର ପାଦପୂଜା ଥରେଟି କରନ୍ତୁ ଏବଂ ପ୍ରତ୍ୟେକ ଦିନ ସେମାନଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ କରନ୍ତୁ। ପରବର୍ତ୍ତୀ ନିୟମ ଏକମ୍ ପ୍ରାର୍ଥନା କରନ୍ତୁ। ତାପରେ ଏକମ୍ ସ୍ୱାସ୍ଥ୍ୟ ଅଭ୍ୟାସ କରି ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ। ଶ୍ରୀ ପରମଜ୍ୟୋତି ଭଗବତୀ ବରଦୀକ୍ଷା ମାଳା 21 ଦିନ ସାଧନା କରିବା ପରେ ଆପଣ ଅନଲାଇନରେ ସତ୍ୟଲୋକ ଶ୍ରୀ ପରମଜ୍ୟୋତି ଭଗବତୀଙ୍କ ଦର୍ଶନ କରି ମାଳା ଉଦ୍ଯାପନ କରିପାରିବେ। ଡିସେମ୍ବର ମାସ 5 ତାରିଖରୁ ପ୍ରତି ରବିବାର ଓ ବୁଧବାର ପ୍ରାତଃ 6 ଘଟିକା ସମୟରେ
श्री परमज्योति भगवती बरदीक्षा माला दर्शन ऑनलाइन रे हेबो। दर्शन समय रे दिया जाउथिबा निर्देशावली को सुनी आपण माला उद्यापन करिपारिबे। समस्ते आळती रे भाग नेबे। मूल मंत्र 3 थर कहिकी आळती दियंतु। ओम सच्चिदानंद परब्रह्म पुरुषोत्तम परमात्मा श्री भगवती समेत श्री भगवते नमः। ओम सच्चिदानंद परब्रह्म पुरुषोत्तम परमात्मा श्री भगवते समेत श्री भगवते नमः। ओम सच्चिदानंद परब्रह्म पुरुषोत्तम परमात्मा श्री भगवते समेत श्री भगवते नमः। श्री भगवते समेत श्री भगवते नमः। श्री भगवते समेत श्री भगवते नमः। श्री भगवते नमः। श्री भगवते नमः। ओम ओम त्वमेव माता च पिता त्वमेव त्वमेव बन्धुश्च सखा त्वमेव त्वमेव विद्या द्रविणं त्वमेव त्वमेव सर्वं मम देव देव त्वमेव सर्वं मम देव देव त्वमेव सर्वं मम देव देव। ओम अम्मा भगवान अम्मा भगवान अम्मा भगवान हरे हरे। अम्मा भगवान अम्मा भगवान अम्मा भगवान हरे हरे। जय अम्मा भगवान हरे हरे। जय अम्मा भगवान हरे हरे। जय बोले अनुग्रह प्रदात श्री परम ज्योति अम्मा भगवान की जय हो। ଯେଉଁମାନେ ମାଳା ଧାରଣ କରିବାକୁ ଚାହୁଁଛନ୍ତି ଏହି ସମୟରେ ମାଳା ଧାରଣ କରିପାରିବେ। वर्तमान आपण ओम श्रीं परमज्योति भगवती वरप्रदायिन्यै नमः एही मंत्र को आम सहित जप करंतु। ओम श्रीं परमज्योति भगवती वरप्रदायिन्यै नमः। ओम श्रीं परमज्योति भगवती वरप्रदायिन्यै नमः। ओम श्रीं परमज्योति भगवती वरप्रदायिन्यै नमः।
ବର୍ତ୍ତମାନ ଫୁଲ ହଳଦୀ ଚାଉଳ ଦେଇକି ଶ୍ରୀମୂର୍ତ୍ତିକୁ ବା ପାଦୁକାଙ୍କୁ अर्चना करन्तु। ॐ श्री श्री भगवान् दिव्यमङ्गलस्वरूपं पादपङ्कजपूजनं सदा प्रणमाम्यहम्। ॐ श्री श्री भगवती सर्वशक्तिस्वरूपिणी पादपङ्कजपूजनं सदा प्रणमाम्यहम्। ॐ श्री श्री भगवान् गम्भीरकारुण्यरूपं पादपङ्कजपूजनं सदा प्रणमाम्यहम्। ॐ श्री श्री भगवती जगन्मोहिनीस्वरूपिणी पादपङ्कजपूजनं सदा प्रणमाम्यहम्। ॐ श्री श्री भगवान् पद्मावतीवल्लभा पादपङ्कजपूजनं सदा प्रणमाम्यहम्। ॐ श्री श्री भगवती भक्तहृदयविहारिणी पादपङ्कजपूजनं सदा प्रणमाम्यहम्। ॐ श्री श्री भगवान् जीवन्मुक्तिप्रदाता पादपङ्कजपूजनं सदा प्रणमाम्यहम्। ॐ श्री श्री भगवती जगज्जननी पादपङ्कजपूजनं सदा प्रणमाम्यहम्। ॐ श्री श्री भगवान् सर्वमङ्गलशोभिताय पादपङ्कजपूजनं सदा प्रणमाम्यहम्। ॐ श्री श्री भगवती सर्वाभीष्टप्रदायिनी पादपङ्कजपूजनं सदा प्रणमाम्यहम्। ॐ श्री श्री भगवान् महाविष्णुरूपाय पादपङ्कजपूजनं सदा प्रणमाम्यहम्। ॐ श्री श्री भगवती अष्टलक्ष्मीतत्त्वधारिणी पादपङ्कजपूजनं सदा प्रणमाम्यहम्। ॐ श्री श्री भगवान् त्रिमूर्तिस्वरूपाय पादपङ्कजपूजनं सदा प्रणमाम्यहम्। ॐ श्री श्री भगवती त्रिशक्तिस्वरूपिणी पादपङ्कजपूजनं सदा प्रणमाम्यहम्। ॐ श्री श्री भगवान् सर्वलोकपूजिताय पादपङ्कजपूजनं सदा प्रणमाम्यहम्। ॐ श्री श्री भगवती मदरहृदयाय पादपङ्कजपूजनं सदा प्रणमाम्यहम्। ॐ श्री श्री भगवान् सर्वदेवपूजिताय पादपङ्कजपूजनं सदा प्रणमाम्यहम्। ॐ श्री श्री भगवती नित्यकल्याणनिधये पादपङ्कजपूजनं सदा प्रणमाम्यहम्। ॐ श्री श्री भगवान् मोक्षप्रदाता पादपङ्कजपूजनं सदा प्रणमाम्यहम्। ॐ श्री श्री भगवती ऐश्वर्यप्रदायिनी पादपङ्कजपूजनं सदा प्रणमाम्यहम्। ॐ श्री श्री भगवान् परब्रह्मस्वरूपाय पादपङ्कजपूजनं सदा प्रणमाम्यहम्। पादपङ्कजपूजनं सदा प्रणमाम्यहम्। पादपङ्कजपूजनं सदा प्रणमाम्यहम्। ॐ ବେକରେ ପିନ୍ଧିଥିବା ଆମ୍ମା ଭଗବାନଙ୍କ ଲକେଟକୁ ଏହି ସ୍ତୁତିଗାନ ସମୟରେ ଆପଣଙ୍କ ଦୁଇ ଆଖିକୁ ସ୍ପର୍ଶ କରାଇ ପ୍ରଣାମ କରିବେ। हे कल्याणमयी
ଗୁଙ୍ଗା ମୁଖରୁ ମଧ୍ୟ ମନ୍ତ୍ର ବୋଲାଇ ପାରୁଥିବା ମା ଶାରଳା, ତୁମକୁ ମୋର କୋଟି ପ୍ରଣାମ। ହେ ଜ୍ଞାନ ସ୍ୱରୂପିଣୀ, ମୂର୍ଖକୁ ଜ୍ଞାନ ପ୍ରଦାନ କରୁଥିବା ଦେବୀ ମା ସମଳାଇ, ତୁମକୁ ମୋର କୋଟି ପ୍ରଣାମ। ହେ କୃପା ସାଗରୀ ବୈଷ୍ଣବୀ ମଧୁର ସୁଧାମୂର୍ତ୍ତି ମା ତାରିଣୀ, ତୁମକୁ ମୋର କୋଟି ପ୍ରଣାମ। ହେ ପ୍ରେମ ସ୍ୱରୂପିଣୀ, ଦୁଷ୍ଟଙ୍କୁ କରୁଣା ପ୍ରଦାନ କରୁଥିବା ମା ମଙ୍ଗଳା, ତୁମକୁ ମୋର କୋଟି ପ୍ରଣାମ। ହେ ଭବଭୟହାରିଣୀ, ମୋହମାୟାରୁ ନିବୃତ୍ତି କରୁଥିବା ମା ବିମଳା, ତୁମକୁ ମୋର କୋଟି ପ୍ରଣାମ। ହେ ଅଷ୍ଟଭୁଜା, ଦୁର୍ଗତି ଭୋଗୁଥିବା ମାନବକୁ ସଦ୍ଗତି ପ୍ରଦାନ କରୁଥିବା ମା କାଳୀ, ତୁମକୁ ମୋର କୋଟି ପ୍ରଣାମ। ହେ ଆଶ୍ରିତ ଜନପାଳିନୀ, ସମସ୍ତ ଇଚ୍ଛା ପୂର୍ଣ୍ଣ କରୁଥିବା ମା ଅନ୍ନପୂର୍ଣ୍ଣା, ତୁମକୁ ମୋର କୋଟି ପ୍ରଣାମ। ହେ ଆର୍ତ୍ତଜନ ରକ୍ଷକୀ, କବୀରା ଦୃଷ୍ଟାର୍ଥର ତୃଷ୍ଣା ନିବାରିଣୀ ମା ବିରଜା, ତୁମକୁ ମୋର କୋଟି ପ୍ରଣାମ। ହେ ବରଦାୟିନୀ, କଲ୍ୟାଣୀ, ଐଶ୍ୱର୍ଯ୍ୟ ପ୍ରଦାୟିନୀ ଶ୍ରୀ ମହାଲକ୍ଷ୍ମୀ, ତୁମକୁ ମୋର କୋଟି ପ୍ରଣାମ। ହେ ସର୍ବମଙ୍ଗଳଦାୟିନୀ, ମହିଷାସୁର ମର୍ଦିନୀ, ଦୁଷ୍ଟ ଶକ୍ତି ନାଶିନୀ ମା କଟକ ଚଣ୍ଡୀ, ତୁମକୁ ମୋର କୋଟି ପ୍ରଣାମ। ହେ ଜଗନ୍ମାତା, ମହାଶକ୍ତି ସ୍ୱରୂପିଣୀ, ପ୍ରାଣ ଜ୍ୟୋତି ଜାଗୃତ କାରିଣୀ ମା ଭଗବତୀ, ତୁମକୁ ମୋର କୋଟି ପ୍ରଣାମ। ହେ ଭବତାରିଣୀ, ଭଦ୍ରକାଳୀ, ବୟଦୁଷ୍ଟ ହାରିଣୀ ମା ଚର୍ଚ୍ଚିକା, ତୁମକୁ ମୋର କୋଟି ପ୍ରଣାମ। ହେ ଶୁଭଧାତ୍ରୀ, ସୁଜ୍ଞାନ ପ୍ରଦାୟିନୀ ମା ସରସ୍ୱତୀ ଦେବୀ, ତୁମକୁ ମୋର କୋଟି ପ୍ରଣାମ। ହେ ଐଶ୍ୱର୍ଯ୍ୟ ପ୍ରଦାୟିନୀ, ସର୍ବାରିଷ୍ଟ ନାଶିନୀ, ସର୍ବାଭୀଷ୍ଟ ପୂର୍ଣ୍ଣ କାରିଣୀ ମା ସନ୍ତୋଷୀ, ତୁମକୁ ମୋର କୋଟି ପ୍ରଣାମ। ହେ ଲୋକ ପାବନୀ, ସର୍ବ ପାପ ବିନାଶିନୀ, ସମସ୍ତ ତୀର୍ଥରୁ ବହୁଥିବା ମା ଗଙ୍ଗେ, ତୁମକୁ ମୋର କୋଟି ପ୍ରଣାମ। ହେ ଲୋକରକ୍ଷକ, ତିରୁମନ୍ଦହାସିତ, ଆପଣଙ୍କ ଦର୍ଶନ କରି ବ୍ୟସନାଧୀନ ବ୍ୟକ୍ତିର ମଧ୍ୟ ବ୍ୟକ୍ତିତ୍ୱର ବିକାଶ ଘଟେ। ହେ ତେଜ ମୂର୍ତ୍ତି, ଆପଣଙ୍କୁ ମୋର କୋଟି ପ୍ରଣାମ। ହେ ଜଗତ ନାୟକ, ଆପଣଙ୍କ ଚରଣ ଧୂଳିର ଏଇ ଜଗତର ସୃଷ୍ଟି, ସେଇ ଚରଣ କମଳଙ୍କୁ ମୋର କୋଟି ପ୍ରଣାମ। ହେ ଜ୍ୟୋତି ସ୍ୱରୂପ, ଆପଣଙ୍କ ନୟନର ଚମକର ସୂର୍ଯ୍ୟ ଚନ୍ଦ୍ରଙ୍କ ଉଦୟ ହୁଏ, ସେହି ପଙ୍କଜ ନୟନଙ୍କୁ ମୋର କୋଟି ପ୍ରଣାମ। ହେ ହୃଦୟେଶ୍ୱର, ଆପଣଙ୍କ କରୁଣା ପୂର୍ଣ୍ଣ ଦୃଷ୍ଟିରେ ଦୁଷ୍ଟ ମଧ୍ୟର କରୁଣା ଜାଗୃତ ହୁଏ, ଏଭଳି କରୁଣା ମୂର୍ତ୍ତିଙ୍କୁ ମୋର କୋଟି ପ୍ରଣାମ। ହେ ପରମେଶ, ଆପଣଙ୍କ ଆଶୀର୍ବାଦରୁ ମୂର୍ଖ ମଧ୍ୟ ଜୀବନ ମୁକ୍ତି ପାଉଅଛି। ହେ ମୁକ୍ତୀଶ୍ୱର, ଆପଣଙ୍କୁ ମୋର କୋଟି ପ୍ରଣାମ। ହେ ପରମ ସଖା, ଆପଣଙ୍କ ମଧୁର ବାଣୀର ପାମର ମଧ୍ୟ ପରମ ଜ୍ଞାନୀର ପରିଣତ ହୁଏ, ଏଭଳି ଜ୍ଞାନେଶ୍ୱରଙ୍କୁ ମୋର କୋଟି ପ୍ରଣାମ। ହେ ପଦ୍ମାବତୀ ବଲ୍ଲଭ, ଆପଣଙ୍କ ଚରଣ ସ୍ପର୍ଶର ମାନବ ଜୀବନ ଉଦ୍ଧାର ପାଉଅଛି। ହେ ଲୋକ ପାବନ, ଆପଣଙ୍କ ଚରଣ କମଳଙ୍କୁ ମୋର କୋଟି ପ୍ରଣାମ। ହେ ଭକ୍ତ ହୃଦୟ ବାସ, ଆପଣଙ୍କ ଦୟା ଦୃଷ୍ଟିର ଦରିଦ୍ରର ଜୀବନ କନକାଭରଣ ଭୂଷିତ ହୋଇଥାଏ, ଏଭଳି କଣକ ଚରଣଙ୍କୁ ମୋର କୋଟି ପ୍ରଣାମ। ହେ ବେଦ ବେଦାନ୍ତରଙ୍ଗ, ଆପଣଙ୍କ ମର୍ମଭେଦୀ ଜ୍ଞାନର ମାନବ ମୋକ୍ଷ ପ୍ରାପ୍ତ ହୋଇଥାଏ, ହେ ଅନନ୍ତ ଶୟନ, ଆପଣଙ୍କୁ ମୋର କୋଟି ପ୍ରଣାମ। ହେ ବିଶ୍ୱମ୍ଭର, ଜଗତ ଉଦ୍ଧାରଣ, ଯାହାଙ୍କ ପାଦ ସେବା ଭାଗ୍ୟରେ ମାନବ ଜନ୍ମ ପବିତ୍ର ହୁଏ, ଚରିତାର୍ଥ ହୁଏ, ସେହି ଦିବ୍ୟ ପଦାରବିନ୍ଦଙ୍କୁ ମୋର କୋଟି ପ୍ରଣାମ। ମୋର ଶତକୋଟି ପ୍ରଣାମ, ମୋର ସହସ୍ର କୋଟି ପ୍ରଣାମ, ମୋର ଅନନ୍ତ କୋଟି ପାଦ ପ୍ରଣାମ। ପ୍ରାର୍ଥନା ସମୟ। ଆପଣଙ୍କ ବରଦୀକ୍ଷା ମାଳା ଧାରଣ କରିବା ପଛରେ ଯାହା ବି ଆପଣ ସଂକଳ୍ପ ଭାବିଥିଲେ
ସେହି ପ୍ରାର୍ଥନା ସ୍ପଷ୍ଟତା ସହିତ ଗୋଟିଏ ସମାଧାନ ପାଇଁ ଆପଣ ଆପଣଙ୍କ ସେଇ ଇଚ୍ଛା ପୂର୍ତ୍ତି ହୋଇଯାଇଛି ବୋଲି ପରିକଳ୍ପନା କରି ଭାବ ସହିତ ପ୍ରାର୍ଥନା କରନ୍ତୁ। ଆପଣ ସମସ୍ତଙ୍କ ପ୍ରତି ସ୍ନେହଶୀଳ ଓ ଦୟାପରବଶ ହୋଇ ରହିବେ ବୋଲି ନିଷ୍ପତ୍ତି ନିଅନ୍ତୁ। ଆପଣ କୌଣସି ବ୍ୟକ୍ତିଙ୍କୁ ବା ପ୍ରାଣୀଙ୍କୁ ଆଘାତ ଦେବେ ନାହିଁ। ଯଦି ଦେଉଛନ୍ତି, ରାତି ଶୋଇବା ପୂର୍ବରୁ ଦିନରେ ହେଇଥିବା ସମସ୍ତ ଘଟଣାବଳୀକୁ ଭଗବତୀ ଭଗବାନଙ୍କ ସହିତ ବାଣ୍ଟନ୍ତୁ। ଯଦି ଆପଣ କାହାକୁ ଆଘାତ ଦେଇଛନ୍ତି ତାହେଲେ ମାନସିକ ରୂପରେ କ୍ଷମା ମାଗିବେ। ଯଦି ଆପଣ ଆଘାତ ପାଇଛନ୍ତି ତାଙ୍କୁ ଆପଣ କ୍ଷମା ଦେବେ। ନିଜ ପିତାମାତାଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ କରନ୍ତୁ। ପିତାମାତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ଯଦି ସ୍ୱର୍ଗସ୍ଥ ହେଲେ ତାଙ୍କରି ମୋକ୍ଷ ପାଇଁ ପ୍ରାର୍ଥନା କରନ୍ତୁ। ଏହି ବର ଦୀକ୍ଷାମାଳା ସମୟରେ ଥରେ ଆପଣଙ୍କ ପିତାମାତାଙ୍କ ପାଦପୂଜା କରନ୍ତୁ। ବର୍ତ୍ତମାନ ଆପଣ ନିଜ ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ। ଯଦି ସେ ସ୍ୱର୍ଗସ୍ଥ ହେଇଛନ୍ତି, ମାନସିକ ରୂପରେ ଆଶୀର୍ବାଦ ଲାଭ କରନ୍ତୁ। ବର୍ତ୍ତମାନ ଆମେ ଏକମ୍ ପ୍ରାର୍ଥନା
କରିବା। ସମସ୍ତେ ଆପଣଙ୍କୁ ଯେଉଁ ଭାବେ କୁହାଯିବ ସେହି ଭାବେ କରିଚାଲନ୍ତୁ। ହଂସା ସୋହଂ ଏକମ୍। एकम ହେଉଛି ଚମତ୍କାରର ଏକ ଅମାପ ଉତ୍ସ। ଏକମ ସମସ୍ତ ପ୍ରକାର ଲାଳସାକୁ ଅତିକ୍ରମ କରି ମୁକ୍ତି ସ୍ଥିତିକୁ ନେଇଯାଏ। ଏକମ ପ୍ରାର୍ଥନା ମାଧ୍ୟମରେ ଆପଣ ଜୀବନରେ ଅବିଶ୍ୱସନୀୟ ଚମତ୍କାରକୁ ଆକର୍ଷଣ କରିପାରିବେ। ଆପଣ ଦିନ ସାରା ପ୍ରତ୍ୟେକ କାର୍ଯ୍ୟ ମଧ୍ୟରେ ଏହି ସୁରକ୍ଷାକାରୀ ଐଶ୍ୱର୍ଯ୍ୟ ଆଲିଙ୍ଗନକୁ ଅନୁଭବ କରିବେ। ଏକମ ପ୍ରାର୍ଥନା ସମୟରେ ଆପଣ ଗୋଟିଏ ଆସନ ବା ଗଦିରେ ଏପରି ଭାବରେ ବସିବେ ଯେପରିକି ଆପଣଙ୍କର ଶରୀର ଭୂମିକୁ ସ୍ପର୍ଶ କରୁନଥିବ, କାରଣ ପୃଥିବୀର ଗୋଟିଏ ଆକର୍ଷଣ ଶକ୍ତି ପ୍ରବଣତା ଅଛି ଯାହାଦ୍ୱାରା ସେ ଜୈବିକ ଶକ୍ତି ଏବଂ ପ୍ରାର୍ଥନା ସମୟରେ ସୃଷ୍ଟି ହେଉଥିବା କୁଣ୍ଡଳିନୀକୁ ନିଜ ଆଡ଼କୁ ଶୋଷି ନିଏ। ଆପଣଙ୍କର ମେରୁଦଣ୍ଡକୁ ଆରାମ ଲାଗିଲା ପରି ଯେକୌଣସି ଏକ ଭଙ୍ଗୀରେ ବସନ୍ତୁ। ଆଖି ବନ୍ଦ କରି 3 ଥର ଧୀରେ ଗଭୀର ଶ୍ୱାସ ନିଅନ୍ତୁ। ଆପଣଙ୍କର 2 ହାତକୁ ଛାତିର ଉପର ସ୍ତରରେ ପ୍ରସାରିତ କରି ରଖନ୍ତୁ ଏବଂ ମୁଣ୍ଡକୁ ଆକାଶ ଆଡ଼କୁ ଟେକି ରଖି ଆପଣଙ୍କ ଆତ୍ମାକୁ ଅନୁଗ୍ରହ ପାଇଁ ଉନ୍ମୁକ୍ତ କରିବାକୁ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ। ଧୀରେ ଧୀରେ ମସ୍ତକ ତଳ ଆଡ଼କୁ ନୁଆଇ ଦିଅନ୍ତୁ, ଯେପରି ଆପଣ ନିଜର ହୃଦୟକୁ ମଧ୍ୟ ଦେଖୁଛନ୍ତି। ବର୍ତ୍ତମାନ 2 ପାପୁଲିରେ ନିଜର ହୃଦୟସ୍ଥଳକୁ ସ୍ପର୍ଶ କରନ୍ତୁ। ଏକ ମନ୍ତ୍ରକୁ 7 ଥର ଜପ କରନ୍ତୁ। ଏକ ମନ୍ତ୍ର ଜପ କରିବା ଆପଣଙ୍କୁ ଈଶ୍ୱରଙ୍କ ସହିତ ଏକତ୍ୱ ସ୍ଥିତିକୁ ଉନ୍ମୁକ୍ତ କରିଦେବ। ଆପଣଙ୍କ ପ୍ରାର୍ଥନା ପୂରଣ ହେବା ପାଇଁ ଏକ ମନ୍ତ୍ର ତତ୍କ୍ଷଣାତ୍ ଏକମ୍ ଶକ୍ତିକୁ ଆକର୍ଷଣ କରିବ। ହଂସା ସୋହଂ ଏକମ୍। हंसा सोहं एकम्। हंसा सोहं एकम्। हंसा सोहं एकम्। हंसा सोहं एकम्। हंसा सोहं एकम्।
ନିଜ ହୃଦୟରେ ଈଶ୍ୱରଙ୍କୁ ଅନ୍ତର୍ଯାମୀଙ୍କ ରୂପରେ କିମ୍ବା ଅନ୍ତର୍ନିର୍ବାସୀଙ୍କ ରୂପରେ ପରିପୂର୍ଣ୍ଣ କରନ୍ତୁ। ଗଭୀର ଭାବାବେଗ ସହିତ ଈଶ୍ୱରଙ୍କ ସହିତ ବାର୍ତ୍ତାଳାପ କରନ୍ତୁ, ଯେପରି ନିଜ ସନ୍ତାନ, ନିଜ ପିତାମାତା, ନିଜ ବନ୍ଧୁ, ନିଜ ପ୍ରେମିକ ବା ପ୍ରେମିକାଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ଈଶ୍ୱରଙ୍କୁ ଆପଣଙ୍କ ହୃଦୟର ପ୍ରାର୍ଥନାକୁ ପରିପୂର୍ଣ୍ଣ କରିବାକୁ କୁହନ୍ତୁ। ବର୍ତ୍ତମାନ ନିଜ ଅଧରକୁ ଉପରକୁ ଉଠାନ୍ତୁ, ମୁଣ୍ଡକୁ ସିଧା ରଖନ୍ତୁ ଏବଂ ଏହି ସ୍ଥିତିରେ କଳ୍ପନା କରନ୍ତୁ ଯେ ଆପଣଙ୍କର ପ୍ରାର୍ଥନାର ଉତ୍ତର ଦିଆଯାଇଛି ଏବଂ ଏହା ବାସ୍ତବିକତାରେ ପରିଣତ ହୋଇଛି। ଏହି ନୂତନ ବାସ୍ତବତାକୁ ଯେତେ ପାରିବେ ସେତେ ଅନୁଭବ କରନ୍ତୁ। Feel the joy of this new reality. ବର୍ତ୍ତମାନ ପାପୁଲିକୁ ନିଜ ସାମ୍ନାରେ ଚଟାଣ ଉପରେ ରଖନ୍ତୁ ଏବଂ ଶରୀରକୁ ସମର୍ପଣ ମୁଦ୍ରାରେ ତଳକୁ ନୁଆଇଁ ଦିଅନ୍ତୁ ଓ ଈଶ୍ୱରଙ୍କୁ କୁହନ୍ତୁ ଯେ ଆପଣଙ୍କର ନିଜର ଯତ୍ନ ନେବାର ଦାୟିତ୍ୱ ବିଶ୍ୱାସର ସହିତ ତାଙ୍କୁ ସମର୍ପଣ କରିଛନ୍ତି। ବର୍ତ୍ତମାନ ପୂର୍ବ ଅବସ୍ଥାରେ ସିଧା ହୋଇ ବସନ୍ତୁ ଏବଂ ପାପୁଲି ଦ୍ୱୟକୁ ହୃଦୟସ୍ଥଳରେ ନମସ୍କାର ମୁଦ୍ରାରେ ରଖନ୍ତୁ। ଭାବନ୍ତୁ ଯେ ଆପଣ ଈଶ୍ୱରଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ କରିସାରିଛନ୍ତି। ପ୍ରତ୍ୟେକ ଥର ପ୍ରତ୍ୟେକ ପ୍ରାର୍ଥନାର ଉତ୍ତର ପାଇଁ ଏବଂ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିଥିବାରୁ ଈଶ୍ୱରଙ୍କୁ ଆପଣଙ୍କର ଗଭୀର କୃତଜ୍ଞତା ଜ୍ଞାପନ କରନ୍ତୁ।
ବର୍ତ୍ତମାନ ଆପଣ ଆଖି ଖୋଲି ପାରନ୍ତି। ଆଗକୁ ବଢ଼ିବା। ଏକମ୍ ସ୍ୱାସ୍ଥ୍ୟ ଅଭ୍ୟାସ କରିବା ସମୟ। ଏହା କରିବା ଦ୍ୱାରା ଆପଣ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିପାରିବେ। ଧ୍ୟାନ ଦେଇକି ଶୁଣନ୍ତୁ। ଯେମିତି କୁହାଯାଉଛି ସେଇ ଭାବେ କରିବା। ଏହା ଏକମ୍ର ସ୍ୱାସ୍ଥ୍ୟ ଅଭ୍ୟାସ। ଏହାକୁ ପ୍ରାତଃ କାଳରେ କରିବା ସର୍ବୋତ୍ତମ, ଯାହାଦ୍ୱାରା ସାରା ଦିନ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଉଚ୍ଚ ସ୍ତରରେ ରହିବ। ଆପଣ ଏହାକୁ ମଧ୍ୟ ଦିନରେ 3 ଥର କରିପାରିବେ। ଏକମ୍ ସ୍ୱାସ୍ଥ୍ୟ ଅଭ୍ୟାସର ଏକ ଅଂଶ ଭାବରେ ଆପଣ ପରିକ୍ରମା ପ୍ରାଣାୟାମ କରିବାକୁ ଯାଉଛନ୍ତି, ଯାହାର ଅର୍ଥ ହେଉଛି ନିଶ୍ୱାସ ବାହାରକୁ ଛାଡ଼ିବା ଏବଂ ପ୍ରଶ୍ୱାସ ଭିତରକୁ ନେବା ପ୍ରକ୍ରିୟାର ଏକ ଚକ୍ର। ତେଣୁ ପରିକ୍ରମା ପ୍ରାଣାୟାମର 42ଟି ଚକ୍ର କ୍ରମରେ କିମ୍ବା ଶ୍ୱାସକ୍ରିୟାର ଚକ୍ରରେ ଆପଣ ନିୟମିତ ଭାବରେ ପ୍ରଶ୍ୱାସ ନେବା ଏବଂ ଉଜ୍ଜାଇ ନିଶ୍ୱାସ ଛାଡ଼ିବା ଅଭ୍ୟାସ କରିବେ। ପର୍ଯ୍ୟାୟକ୍ରମେ ଶ୍ୱାସକ୍ରିୟାର ଚକ୍ର 42 ଥର ସମ୍ପୂର୍ଣ୍ଣ ହେବା ପରେ ଆପଣ ନିଶ୍ୱାସ ଛାଡ଼ିବେ, ପ୍ରଶ୍ୱାସକୁ ବାହାରେ ଅଟକାଇ ରଖିବେ ଏବଂ ହମ୍ସା ଜପକୁ 21 ଥର ଶୁଣିବେ। ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ତାପରେ ଆପଣ ପ୍ରଶ୍ୱାସକୁ ଭିତରକୁ ନେବେ, ଶ୍ୱାସକୁ ଭିତରେ ଅଟକାଇ ରଖିବେ ଏବଂ ହମ୍ସା ଜପକୁ 11 ଥର ଶୁଣିବେ। ହମ୍ସା ହେଉଛି ଏକ ମନ୍ତ୍ର ଯାହାର ଅର୍ଥ ହେଉଛି ମୁଁ ହିଁ ଆପଣ। ହମ୍ସା ପ୍ରଶ୍ୱାସ ନେବା ଏବଂ ନିଶ୍ୱାସ ଛାଡ଼ିବାର ପ୍ରକୃତ ଧ୍ୱନି ଅଟେ। ବର୍ତ୍ତମାନ ଆରମ୍ଭ କରିବା। ଦୟାକରି ଚଟାଣରେ କୁସନ କିମ୍ବା ମସିଣା ବିଛାଇ ତା ଉପରେ ସୁଖାସନ କିମ୍ବା ବଜ୍ରାସନରେ ବସନ୍ତୁ। ଯଦି ଆପଣଙ୍କ ଆଣ୍ଠୁରେ ସମସ୍ୟା ଅଛି, ଆପଣ ଗୋଟିଏ ଚେୟାର ଉପରେ ମେରୁଦଣ୍ଡକୁ ସିଧା କରି ବସିବେ ଏବଂ ଆପଣଙ୍କ 2 ପାଦକୁ ଚଟାଣ ଉପରେ ସିଧା କରି ରଖିବେ। ଆପଣଙ୍କ 2 ହାତକୁ ନମସ୍କାର ମୁଦ୍ରାରେ ହୃଦୟ ପାଖରେ ରଖିବେ ଏବଂ ଆଖି ବନ୍ଦ କରିବେ। ବର୍ତ୍ତମାନ ଆପଣଙ୍କ ବିଶ୍ୱ ବ୍ରହ୍ମାଣ୍ଡ ପ୍ରଜ୍ଞା ବା ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ। ଆପଣଙ୍କ ଶରୀରରେ 3ଟି ବୃହତ୍ତର ଶକ୍ତି, ପ୍ରାଣ କିମ୍ବା ଜୀବନ ଶକ୍ତି, ଓଜସ୍ ବା ରୋଗ ପ୍ରତିରୋଧକ ଶକ୍ତି ଏବଂ ତେଜସ୍ କିମ୍ବା ତନ୍ତୁ ନିର୍ମାଣ ଶକ୍ତିକୁ ପ୍ଳାବିତ କରିବା ପାଇଁ। ବର୍ତ୍ତମାନ ଆପଣଙ୍କ 2 ହାତକୁ କୋହଳ କରନ୍ତୁ। ଚାଲନ୍ତୁ ବର୍ତ୍ତମାନ ପରିକ୍ରମା ପ୍ରାଣାୟାମ ଆରମ୍ଭ କରିବା। ଆପଣଙ୍କ ପାଟିକୁ ବନ୍ଦ ରଖନ୍ତୁ। କେବଳ ନାସିକା ମାଧ୍ୟମରେ ପ୍ରଶ୍ୱାସକୁ ସମ୍ପୂର୍ଣ୍ଣ ଭାବରେ ଭିତରକୁ ନିଅନ୍ତୁ ଏବଂ ନିଶ୍ୱାସ ବାହାରକୁ ଛାଡ଼ନ୍ତୁ। ଆପଣଙ୍କ ପେଟ ଏବଂ ଫୁସ୍ଫୁସ୍ ଭିତରକୁ ସମ୍ପୂର୍ଣ୍ଣ ଭାବରେ ପ୍ରଶ୍ୱାସକୁ ନିଅନ୍ତୁ ଏବଂ ଶକ୍ତିଶାଳୀ ଉଜ୍ଜାଇ ନିଶ୍ୱାସ ବାହାରକୁ ଛାଡ଼ନ୍ତୁ। ଆପଣଙ୍କ ପେଟ ଏବଂ ଫୁସ୍ଫୁସ୍ରେ ଭରି ହେବା ପର୍ଯ୍ୟନ୍ତ ପ୍ରଶ୍ୱାସକୁ ନିଅନ୍ତୁ। ଏକ ପୂର୍ଣ୍ଣ ଉଜ୍ଜାଇ ନିଶ୍ୱାସ ବାହାରକୁ ଛାଡ଼ନ୍ତୁ। ବର୍ତ୍ତମାନ ପରିକ୍ରମା ଯୋଗର 42ଟି ଚକ୍ରକୁ ଆରମ୍ଭ କରିପାରନ୍ତି।
ଆପଣ ଗଭୀର ପ୍ରଶ୍ୱାସ ନିଅନ୍ତୁ। ସମ୍ପୂର୍ଣ୍ଣ ଭାବରେ ନିଶ୍ୱାସକୁ ଛାଡ଼ନ୍ତୁ ଏବଂ ହମ୍ସା ଜପକୁ ଶୁଣନ୍ତୁ। ଗଭୀର ଭାବରେ ପ୍ରଶ୍ୱାସକୁ ନିଅନ୍ତୁ, ପ୍ରଶ୍ୱାସକୁ ଭିତରେ ଧରି ରଖନ୍ତୁ ଏବଂ ହମ୍ସା ଜପକୁ ଶୁଣନ୍ତୁ। ବର୍ତ୍ତମାନ ଆପଣ ଆରାମରେ ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟାକୁ ସ୍ୱାଭାବିକ ଭାବରେ କରନ୍ତୁ। ଆପଣ ବର୍ତ୍ତମାନ ଶବାସନରେ ଶୋଇଯାଆନ୍ତୁ। ବର୍ତ୍ତମାନ ଆପଣଙ୍କ ସମଗ୍ର ଶରୀରକୁ ଚଟାଣ ଉପରେ ବିଶ୍ରାମ କରିବାକୁ ଦିଅନ୍ତୁ। ଅନୁଭବ କରନ୍ତୁ ଯେ ଆପଣଙ୍କ ନୀଳ ପ୍ରାଣ, ଆପଣଙ୍କ ସୁବର୍ଣ୍ଣ ଓଜସ୍ ଏବଂ ଆପଣଙ୍କ ଅଗ୍ନି ସଦୃଶ ଧବଳ ତେଜସ୍ ଆପଣଙ୍କ ହୃଦୟ ମଧ୍ୟରୁ ଶରୀରରେ ଥିବା 72,000 ନାଡ଼ିକୁ ପ୍ରବାହିତ ହେଉଛି କିମ୍ବା କ୍ଷୁଦ୍ର ନଦୀର ପ୍ରବାହ ପରି ଶକ୍ତିର ନାଡ଼ିକୁ ପ୍ରବାହିତ ହେଉଛି। ଯାହା ବି କିଛି ସମ୍ବେଦନ ହେଉଛି ତାହାକୁ ହେବାକୁ ଦିଅନ୍ତୁ। ଅନୁଭବ କରନ୍ତୁ ଯେ ଆପଣଙ୍କ ଶରୀର ବୃହତ୍ତର ରୋଗ ପ୍ରତିରୋଧକ ଶକ୍ତି ଏବଂ ସ୍ୱାସ୍ଥ୍ୟର ମହାକାଶରେ ରହିଛି।
ସମ୍ପୂର୍ଣ୍ଣ ଭାବରେ ହସନ୍ତୁ। ଆଜି ଆପଣ ପ୍ରାପ୍ତ କରିଥିବା ସ୍ୱାସ୍ଥ୍ୟର ଆଶୀର୍ବାଦ ପାଇଁ ଏକମକୁ ଧନ୍ୟବାଦ ଅର୍ପଣ କରନ୍ତୁ ଏବଂ ଧୀରେ ଧୀରେ ଆଖି ଖୋଲନ୍ତୁ। ଆପଣଙ୍କର ଗୋଡ଼ର ଆଙ୍ଗୁଠିକୁ ଉପର ତଳ କରି ସଞ୍ଚାଳନ କରନ୍ତୁ। ଧୀରେ ଗୋଟିଏ ପାର୍ଶ୍ୱକୁ ହୋଇ ଉଠନ୍ତୁ ଏବଂ ବସନ୍ତୁ। ଆଜି ଆପଣ ଏକମ ସ୍ୱାସ୍ଥ୍ୟ ଅଭ୍ୟାସର ଏକ ଉପହାର ପ୍ରାପ୍ତ କରିଛନ୍ତି। ଅଧିକରୁ ଅଧିକ ଜୀବନ ଶକ୍ତି ଏବଂ ସ୍ୱାସ୍ଥ୍ୟ ପାଇଁ ଏହାକୁ ପ୍ରତିଦିନ ଅଭ୍ୟାସ କରନ୍ତୁ। ଯେଉଁମାନେ କିଛି ସମୟ ପାଇଁ ଶବାସନରେ ଯାଇପାରିବେ, ଆପଣଙ୍କ ଶରୀରକୁ ବିଶ୍ରାମ ଅବସ୍ଥାକୁ ନେବା ପାଇଁ କିଛି ସମୟ ଶବାସନରେ ଯାଆନ୍ତୁ। ଯଦି ଆପଣଙ୍କ ପାଇଁ ସମ୍ଭବ ନାହିଁ, ଶ୍ରୀ ପରମଜ୍ୟୋତି ଭଗବତୀଙ୍କୁ କୃତଜ୍ଞତା ଜ୍ଞାପନ କରି ଆଜିର ସାଧନା ସମ୍ପୂର୍ଣ୍ଣ କରିପାରିବେ। ପ୍ରତ୍ୟେକ ଦିନ ରାତି ଶୋଇବା ପୂର୍ବରୁ ଦିନସାରା ଯାହା ବି ହେଇଥିବ ତାହା ପରମଜ୍ୟୋତି ଭଗବତୀ ଭଗବାନଙ୍କ ସହିତ ବାଣ୍ଟନ୍ତୁ। ଯାହା ବି ଦିନସାରା ହେଇଛି ତାକୁ ଅନୁଧ୍ୟାନ କରନ୍ତୁ। ଆଜିର ସାଧନା ଏଇଠି ସମ୍ପୂର୍ଣ୍ଣ ହେଲା। ସମସ୍ତଙ୍କୁ ଧନ୍ୟବାଦ। ନମସ୍କାର। ଅମ୍ମା ଭଗବାନ ଶରଣମ୍।